ହେଉଜୟ ଗଣନାଥକେ ଗୌରୀ ନନ୍ଦନ ତବ ବୋଜା ମୁଜକୁ ପ୍ରଭୁକେ କରେ ନିବେଦନ ହେଉଜୟ ଗଣନାଥ ଗୌରୀ ନନ୍ଦନ ହେଉଜୟ ଜୟ ଗଣନାଥ ଗୌରୀ ନନ୍ଦନ প্রভু তব ব্রজা মুজকু করে নিবেদন তব ব্রজা মুজকু করে নিবেদন তুলাউ ধর অমৃত লড়ুর কর প্রভু পাশাঙ্কুশ ত্রিশূল কেড়ে মনোহর পাশাঙ্কুশ ত্রিশূল কেড়ে মনোহর তব কপলে সিঁদুর ধার হে বিঘ্নেশ্বর তব কপলে সিঁদুর ধার পূর্ব মুখ হই প্রভুকে বট পিঠ বিমূলে পূর্ব মুখ হই আজি পঞ্চমা গ্রামরে খেপ সিমরে রবি পঞ্চমা গ্রামরে খেপ সিমরে রবি দিগ ভ্রমণ আজি দেবতী লোচন আজি দিগ ভ্রমণ আজি দেবতী লোচন আজি খণ্ড করে দণ্ডিল দক্ষিণ দ্বারে খণ্ড করে দণ্ডিল দক্ষিণ দ্বারে আজি হই গলা জ্ঞান শূন্য ভেগ ধারণ হবারে হই গলা জ্ঞান শূন্য গজমস্তকু আনি গলারে জড়িল গজানন নাম শিব ঠারু যে বাইল হাঙ্গাজি পুজিলে সকল চরণে বৃন্দারক হাঙ্গাজি পুজিলে সকল চরণে বৃন্দারক হাঙ্গাজি বেদ বিদ্যা সাথী নকারী বিনায়ক বেদ বিদ্যা সাধনকারী বিনায়ক নিরঞ্জন তু রকম হে বিনায়ক হাঙ্গাজি নিরঞ্জন বিদ্যাগর তুম্ভে অটনাউরি হাঙ্গাজি বিদ্যাগর রে ভাসুছি করিব পারি হাঙ্গাজি বিদ্যাগর রে ভাসুছি করিব পারি আগে ঘে বিদ্যাগর কু যাবে মো পারি গুয়ন্তি হাঙ্গাজি এ বিদ্যাগর কু যাবে মো পারি গুয়ন্তি মাত্র দেশে দেশে উড়ান্তি বীর জয়ন্তী দেশে দেশে উড়ান্তি বীর জয়ন্তী আজি এতিকি করে বিনতি হে গণপতি এবারে এতিকি মু করে বিনতি সুন্দর ভাবরে পচারিলে রসন হেমন্ত রামায়ণ মধ্যরু দেবা বুঝাইল আজ্ঞা খে রামায়ণ মধ্যরু দেবা বুঝাইল কাহিকি রাম রাম পদ গোটি সংসার তুষার আজ্ঞা খে রাম রাম পদ গোটি সংসার তুষার হেমন্ত রাম নাম বিনু নাহি অন্য প্রতিকার
ମାତ୍ର ରାମ ନାମ ପଦ ବିନୁ ନାହିଁ ଅନ୍ୟ ପ୍ରତିକାର ଦିନେ ରାମ ନାମ ପଦକୁ ଚିନ୍ତିଲା କୁଇନ୍ଦା ଦିନେ ରାମ ନାମ ପଦକୁ ଚିନ୍ତିଲା କୁଇନ୍ଦା ପାଞ୍ଚ ପୁତ୍ର ଧରି ଜନନୀ ହେଲେ ରାଜମାତା ପାଞ୍ଚ ପୁତ୍ର ଧରି ଜନନୀ ହେଲେ ରାଜମାତା ଦିନେ ରାମ ନାମ ପଦକୁ ଚିନ୍ତିଲା ଭୂଷଣ୍ଡ ଦିନେ ରାମ ନାମ ପଦକୁ ଚିନ୍ତିଲା ଭୂଷଣ୍ଡ ଅମର କରି ରଖିଛ ତାକୁ ଯୁଗେ ଯୁଗ ଅମର କରି ରଖିଛ ତାକୁ ଯୁଗେ ଯୁଗ ଶୁଣିବେ ସୂର୍ଯ୍ୟଜନ ଦେଖିନ ମନ ଗର୍ଣ୍ଣ ଯାହା ଘଟିଯିବ ରାମାୟଣ ପୁରାଣ ରାମାୟଣ କାବ୍ୟ ଶୁଣ ମନ ଦେଇ କାହିଁକି ଗୁରୁବାର ଦିନ ତାକୁ ପାଠ କରାଯାଏ ନାହିଁ ବଡ଼ ସୁନ୍ଦର ଭାବରେ ବାବୁଟେ ଆସିଲେ ମାତ୍ର ସୁନ୍ଦର କଥାଟି ଆଜ୍ଞା ପଚାରି ଦେଲେ ଆଜ୍ଞା ପଚାରିଲ ମନରେ ଟିକେ ଦୁଃଖ ନାହିଁ ଆଜ୍ଞା ପଚାରିଲ ମନରେ ଟିକେ ଦୁଃଖ ନାହିଁ ଦେଖ ଆପଣଙ୍କ ବାପା ମୁହିଁ ପୁଅ ଅଟଇ ଆଜ୍ଞା ଆପଣଙ୍କ ବାପା ମୁହିଁ ପୁଅ ଅଟଇ ଦେଖ ବାପା ପଚାରିଲା ପୁଅକୁ ପ୍ରସନ୍ନ ଜାଣିଥିଲେ ସଭା ମଧ୍ୟରେ ଦିଅ ଗଭୀର ଶୁଣିବେ ସୂର୍ଯ୍ୟଜନ ଦେଖିନ ମନ ଗର୍ଣ୍ଣ ଯାହା ଘଟିଯିବ ତାହା ନ ବିବରଣ ଦିନେ ଲଙ୍କାର ରାବଣ ପୁଣିକେ କୀର୍ତ୍ତନ କଲା ଦିନେ ଲଙ୍କାର ରାବଣକେ କୀର୍ତ୍ତନ କଲା ଦିନେ ସତୀ ମାତା ସୀତାଙ୍କୁ ହରଣ କଲା ସତୀ ମାତା ସୀତାଙ୍କୁ ହରଣ କଲା ଶୁଣିବେ ସୂର୍ଯ୍ୟଜନ ଦେଖିନ ମନ ଗର୍ଣ୍ଣ ଯାହା ଘଟିଯିବ ତାହା ନ ବିବରଣ ଦେଖ ବିଶ୍ୱବାନନ୍ଦନ ଅଟଇ ରାବଣ ଦେଖ ବିଶ୍ୱବାନନ୍ଦନ ଅଟଇ ରାବଣ ତାଲିକାରେ ଲେଖା ହୋଇଛି ସୀତା ଯେ ହରଣ ରାବଣ ମରଣ ଜାଣି ଶୁଣି ମୋ ଧରାବଣ ସୀତାଙ୍କୁ କରିଛି ହରଣ ସେକି ଦିନ ହୋଇଥିଲା ଗୁରୁବାର ଜାଣ ଶୁଣିବେ ସୂର୍ଯ୍ୟଜନ ଦେଖିନ ମନ ଗର୍ଣ୍ଣ ଯାହା ଘଟିଯିବ ନାମ ବିବରଣ ଦେଖ ସୀତା ହରଣ କରିଛି ରାବଣ ଅଶୋକ ବନରେ ନେଇ ରଖିଛି ବଖନ ଅଶୋକ ବୃକ୍ଷ ମୂଳରେ ନେଇ ନ ରଖିଲା ଠିକ ଠିକ କରି କେକ ହୁଅଛି ଭଲା ଠିକ ଠିକ କରି କେକ ହୁଅଛି ଭଲା ଦିନେ ରାମ ଲକ୍ଷ୍ମଣ କେ ମହନେ ଚିନ୍ତା କରେ ଦେଖ ସୁନ ବଳ ବଳକୁ ପୁଣି ଘେନି ଗଲେ ସୁବଳୟା ପର୍ବତେ ଯାଇ ଗଡ଼ ବାନ୍ଧିରେ ସୁବଳୟା ପର୍ବତ ଦେଖେ ଗଡ଼ ବାନ୍ଧିରେ ଯେଠୁ ଅଲଙ୍କରେ କେତୁଣ ଦେଗି ମନ ସୁବଳୟା ପର୍ବତ ରହିଛନ୍ତି ରାଘବ ରାଜନ ଦେଖ ସମୁଦ୍ରରେ ବାବୁକେ ସେତୁ ବାନ୍ଧିବେ ମାତ୍ର ଲଙ୍କା ପାରି ହୋଇ ରାବଣ ରାସିବେ ଦେଖ ରାବଣ ମରିଲେ କେସି ତାଙ୍କୁ ଆଣିବେ ଶୁଣିବେ ସୂର୍ଯ୍ୟଜନ ଦେଖିନ ମନ ଗର୍ଣ୍ଣ ଯାହା ଘଟିଯିବ ରାମାୟଣ ପୁରାଣ ସେତେବେଳେ ରାମଚନ୍ଦ୍ର ମନେ କଲେ ବିଚାର ସେତେବେଳେ ରାମଚନ୍ଦ୍ରକେ କଲେ ବିଚାର ମାତ୍ର ରାବଣ ସହିତ ଯୁଦ୍ଧ ହୋଇବ ତର
ବାବୁରେ ସମସ୍ତେ ଏବେ ତୁଣ ମନ ଦେଇ ସୀତା ସତୀକି ଅଛନ୍ତି ଜାଣିବାର ପାଇଁ ଦୁଃଖ ଭାବରେ ଜଣେ ଯିବ ପଳାଇ ଦୁଃଖ ଭାବରେ ଜଣେ ଯିବ ପଳାଇ ସୀତା ସତୀକି ଅଛନ୍ତି ଆମେ ଜାଣିବା ତାହାକେ ଯାଇକିରେ ଦୁଃଖ କରିବା ସୀତା ଯଦି ବାବୁ ଅସତୀ ହୋଇଥିବ ସୈନ୍ୟ ସାମନ୍ତ କାହିଁକି ନିଶ୍ଚିତ ମରିବ ଯଦି ବାବୁ ସୀତା ସତୀ ହୋଇଥିବେ ଯଦି ସତରେ ସୀତାରେ ହୋଇଥିବେ ସତୀ ତାହେଲେ ଯୁଦ୍ଧ କରିବାରେ ତୁ ଅନନ୍ଦରେ ଶୁଣ ଦେଇ ମନ କରଣ ଲକ୍ଷ୍ମଣକୁ କହିଲେ ରାମ ଭଗବାନ ତୁମ୍ଭେ ବାବୁରେ ଲଙ୍କା କଟକକୁ ପୁଣି ଚଳିଯିବ ସୀତା ଠାବ କରି ବାବୁ ଫେରି ଆସିବ ପ୍ରକୃତରେ ସୀତା ସତୀ ଅସତୀ ଜାଣି ବାବୁ କରିବା ଗାମେ ଦୁର୍ନୀତି ଯେତେବେଳେ ଲକ୍ଷ୍ମଣ ଜାଗଲେ ପଳାଇ ବାବୁରେ ସେତେବେଳେ ସନ୍ଧ୍ୟା ସମୟ ବାବୁ ହୋଇ ସେତେବେଳେ ସନ୍ଧ୍ୟା ସମୟ ବାବୁରେ ଯାଇଛି ହୋଇ ସୀତାଙ୍କ ପାଦ ତଳେ ବସିବି ଶୋଭାନନ୍ଦନ ଦେଖ ସୀତା ପାଦ ତଳେ ବସିବି ଶୋଭାନନ୍ଦନ ଦେଖ ମହାବଳି ପୂଜା କରୁଅଛି ବହନ ମହାବଳି ପୂଜା କରୁଅଛି ବହନ କଥାକୁ ଯେତେବେଳେ ଲକ୍ଷ୍ମଣ ଦେଖିଲେ କଥାକୁ ଯେତେବେଳେ ଲକ୍ଷ୍ମଣ ଦେଖିଲେ ଧନ୍ୟ ଧନ୍ୟରେ ରାବଣ ବୋଲି ନ ବୋଇଲେ ଧନ୍ୟ ଧନ୍ୟ ବି ଶୋଭାନନ୍ଦନ ବୋଇଲେ ମାତ୍ର ସୀତାଙ୍କୁ ସିନାରେ କରିଛୁ ହରଣ ମାତ୍ର ମା ବୋଲି ମନରେ ରଖିଛୁ ବଧନ ସେତେବେଳେ ତାଟକ ହେଲେ ବି ଶୋଭାନନ୍ଦନ ସେତେବେଳେ ଆଶ୍ଚର୍ଯ୍ୟ ହେଲେ ବି ଶୋଭାନନ୍ଦନ ତୁମେ କଣ ଦେଖିଲ ତୁ ହେ ଲକ୍ଷ୍ମଣ ତୁମେ ଯାହା ଦେଖିଛ ଯଦି କହିବ ରାମଙ୍କୁ ମୋର ଅଭିଶାପ ଘେ ସୁମିତ୍ରା ବାପ ଯତ ବିରାମ ଆଗରେ ଶବ୍ଦକୁ ବକିବ ତାହେଲେ ତୁମର ମୃଧନା ବାବୁ ଫାଟିଯିବ ଶୁଣିବେ ସୂର୍ଯ୍ୟଜନ ଦେଖିନ ମନ ଗଣ ଯେତେବେଳେ ଲକ୍ଷ୍ମଣ ଫେରି ଆସିଲା ବହନ ରାମଙ୍କ ପାଖରେ ପ୍ରବେଶ ହୋଇଲା ମାତ୍ର ସତବାରଟା ଆଗରେ କହିଲା ସେଦିନ ଗୁରୁବାର ବାବୁ ପୁଣି ହୋଇଥିଲେ ତାପରେ ଯେତେବେଳେ ଲକ୍ଷ୍ମଣ ସୀତା ଠାବ କରି ଆସିଲେ ଦେଖିଲେ ମା କଦୁର୍ଗ ପୂଜା କରୁଛନ୍ତି ଲଙ୍କା ଦେବୀ ରାବଣ ବିଶ୍ରବାନ ଆଚ୍ଛା ଆଚ୍ଛା ଦେଖିଲେ ଲକ୍ଷ୍ମଣ କହିଲେ ବାରେ ଲକ୍ଷ୍ମଣ ପ୍ରକୃତି ସିନା ଅସୁର ପ୍ରକୃତି ସିନା ଅସୁର କିନ୍ତୁ ତୁ ହେଉଛ ବ୍ରାହ୍ମଣ ମଧ୍ୟରେ ଶ୍ରେଷ୍ଠ ବା ତ୍ରିକାଳ ଏ ତିନି ପୁର ମଧ୍ୟରେ ତୋରି ଭଳି ଗୋଟେ ପଣ୍ଡିତ କେହି ନଥିବେ କରି ଆଜି ମାତା ସୀତାଙ୍କୁ ପୂଜା କରୁଛୁ ଯେତେବେଳେ କହିଲେ ରାବଣ କହିଲେ ହେ ସୁମିତ୍ରା ନନ୍ଦନ ଲକ୍ଷ୍ମଣ ତୁମେ ଯଦି ସତ କଥାଟା ସତ ଘଟଣାଟା ତୁମେ ଯେ ରାମକୁ କହିଦେବ ତାହେଲେ ମୁଁ ତୁମକୁ ଆଶୀର୍ବାଦ ତଦୁର୍ବ ଅଭିଶାପ କରିଦେଉଛି ତୁମର ଲକ୍ଷ୍ମଣ ଆଜ୍ଞା ରାମ ପାଖକୁ ଆସିଲେ ମନକୁ ମାରିକି ବସିଲେ ରାମଚନ୍ଦ୍ର କହିଲେ ସାନୁଜ ଲକ୍ଷ୍ମଣ କଣ ହେଇଛି କାହିଁକି ମନ ମାନ ବସି ସେତେବେଳେ ସତ କଥା ଯେତେବେଳେ କହିଦେଲେ ବହୁକୁ ଆଜ୍ଞା ସେହି ଦିନ ହେଇଥିଲା ଆଜ୍ଞା ଗୁରୁ ଏଠୁ ଆନନ୍ଦରେ ଶୁଣ ମନ ଦେଇ ଏଠୁ ଆନନ୍ଦରେ ଶୁଣ ମନ ଦେଇ ଶୁଣ ମନ ଦେଇ ଧୀର ଧୀର ଭାବରେ ଦେବାଟି ବୁଝାଇ
Arato Pahitera Raja Buamde Ojothara Joku Soni Basapori Laghot Suni Behe Sujono Dedino Monogono Basari Kota Koi Kone Sunile Ojothara Jore Soni Basapori Bobole Ojothare Babu Raja Boibo Jiye Raja Boibo Jiye Moribo Sedin hoiଥିଲା ଗୁରୁବାର ଦାନ କିନ୍ତୁ କକେଇ ମନ ମତେ ଭାବିଲେ ବଖର ମୋର ରାମ ଭଳି ପୁତ ଅଯୋଧ୍ୟାକୁ ଯୋଜ ପଞ୍ଚି ରଖିଲେ ସିନା ରାଜ୍ୟ କରିବ ଭୋଗ 14 ବର୍ଷ ବନବାସ ଯିବ ଭରତ ମରିଯାଉ ଅଯୋଧ୍ୟାରେ ପୁଣି ସେ ରାଜା ବୋଇବ ଆଜ୍ଞା କୈକେୟୀ ରାଣୀ ବିଚାର କଲେ ସେ ଆଜ୍ଞା ଗୋଟେ ବର ପାଇଥିଲେ କଣ ନା ପଶୁ ପକ୍ଷୀ ମାନଙ୍କର କଥା ସେ ଜାଣିପାରନ୍ତି ହେଲେ ଦିନକର ଘଟଣା ହଉଛି କଣ ଆଜ୍ଞା ନା କୈକେୟୀ ରାଣୀ ଶୁଣିଲେ ପକ୍ଷୀ ମାନଙ୍କଠୁ କାଲି ଠାରୁ ଅଯୋଧ୍ୟା ରାଜ୍ୟରେ ଶୁଣିଲେ ସେ ରାଜ ସିଂହାସନ ଯିଏ ହେଲେ ସେତେବେଳେ କୈକେୟୀ ରାଣୀ ବିଚାର କଲେ ଆଜ୍ଞା ମୋର ରାମ ଭଳି ପୁଅ ଯଦି ବଞ୍ଚି ରହିଥିଲେ ଅଯୋଧ୍ୟାରେ ଯଦି ସେ ଏବେ ସୁନିଦଶ ଗାତି ବାହିଲେ ପଡିବ ଯଦି ସେ ରାଜା କିନ୍ତୁ ରାମ ପରି ପୁଅ ସିଦ୍ଧାନ୍ତ ପୁରୁଷ କହିବାର ତେଣୁ ଆଜ୍ଞା ଯୋଉଦିନ ରାମଚନ୍ଦ୍ର ବନବାସ ଗଲେ ସେଇଦିନ ଦଶା ପଡିଥିଲା ହରେ ତୁ ଅନନ୍ତରେ ତୁଣ ମୋହନ ଦେଇ ବେଳେ ବନ ପୁରା ପକେ ଗଲେ ପଳାଇ ରାମ ରାମ କହି ପୁଣି ଦଶରଥ ତାର ପ୍ରାଣ ବାୟୁକୁ ହାରିଲା ତୋରି ତ ରଖିଯା କାହିଁକିନା ପୁଅ ବେଶୀ ଲମ୍ବେ ଯେତେବେଳେ ଅଯୋଧ୍ୟା ପରିତ୍ୟାଗ କରି ମାତାଙ୍କର କଥାରେ 14 ବର୍ଷ ବନବାସ କଲେ ଯିବାର କେତେଟା ଦିନକୁ ପୁଅ ସେଦିନ ହୋଇଥିଲା ଗୁରୁବାର ରାମଚନ୍ଦ୍ର କଣ କଲେ ଆଜ୍ଞା ନା ରାମ ହାଇ ରାମ ହାଇ ରାମ ହାଇ ରାମ ହୋଇକି ତାଙ୍କର ପ୍ରାଣବାୟୁକୁ ଗୁରୁବାର ଦେଇଥିଲେ ହେଲେ ସେ ଦଶରଥ ଅଭିଶାପ ପାଇଥିଲେ ଦଶରଥ ଆଜ୍ଞା ଅଭିଶାପ ପାଇଥିଲେ କଣ ଅଭିଶାପ ପାଇଥିଲେ ପୁଅ ଜାଣିଛୁ ପୁଅ ଶୁଣ ଦିନେ ଅଗ୍ନିକାର ରୁଚି ଶୁଣ ଦେଇ ମନ ଦିନେ ଅଗ୍ନିକାର ରୁଚି ଶୁଣ ଦେଇ ମନ ପୁଣି ସହିତ ଘରୁଥିଲା ପ୍ରେମ ଦିନେ ଅଗ୍ନିକାର ରୁଚି ଶୁଣ ଦେଇ ମନ ପୁଣି ସହିତ ଘରୁଥିଲା ପ୍ରେମ ରୁଚି ପ୍ରୀତିକୁ ମୃତ ସଗିନ ପାରିଲେ ଅତି ଆରତେ ବାବୁରେ ଯେ ରଢି ଛାଡ଼ିଲେ ମୃଗୟା ବିନନ୍ଦେ ଦଶରଥ ରାଜନ କଥା ଶୁଣିଲା ବାବୁ ବେଦି କରଣ ସପ୍ତଭଦି ବାଣକୁ ପୁଣି ଦେଲେ ଛାଡ଼ି ପ୍ରାଣବାୟୁ ତାଘର ଗଲା ବାଖାର ଆହୁରି କଥାଏ ଶୁଣ ଦେଇ ମନ ଅନ୍ଧ ମୁନି ପୁତ୍ର ଯେ ଶ୍ରବଣ କନ୍ଦନ ତାର ଜଳ ଘାଟରେ ନେଇଥିଲେ ଜୀବନ ଜଳ ଘାଟରେ ତାର ନେଇଥିଲେ ଜୀବନ ଅନ୍ଧ ମୁନି ପୁତ୍ର ଶ୍ରବଣ କୁମାର ଅନ୍ଧ ମୁନି ପୁତ୍ର ଶ୍ରବଣ ନନ୍ଦନ ଅମନ ହେତି ବାଣ ମାରି ଦେଇଥିଲେ ଜୀବନ ଅନ୍ଧ ମୁନି ଅଭିଶାପ ଦେଇଥିଲେ ବଖର ଯେମିତି ମୁଁ ପୁଅ ପୁଅ ହୋଇ ମରୁଅଛି ଯେମିତି ମୁଁ ପୁଅ ପୁଅ ହୋଇ ମରୁଅଛି ତୁହି ମଧ୍ୟ ପୁଅ ପୁଅ ହୋଇରେ ମରିବୁ ଦ୍ରୁମତି ପୁଅ ପୁଅ ହୋଇରେ ମରିବୁ ଦ୍ରୁମତି କେତେ କଥା ରାମାୟଣରେ ଲେଖା ହୋଇଅଛି
କରି ଗୁରୁବାରେ ରାମାୟଣ ଯେନ ପଢ଼ନ୍ତି ତେଣୁ କରି ଗୁରୁବାରେ ରାମାୟଣ ପଢ଼ନ୍ତି ନାହିଁ ଜାଣିବା ଲୋକ ଶୁଣ ମନ ଦେଇ ରାମାୟଣ ବୃତ୍ତାନ୍ତ ମୁଖେ ଦେଲି ବୁଝାଇ ହବ କି ଆଜ୍ଞା ପ୍ରତ୍ୟେକ ଗୁରୁବାର ଦଶା ପଡ଼ିଥିଲା ଆଜ୍ଞା କଣ ନା ରାମ ବନବାସ ଯାଇଥିଲେ ସୀତା ହରଣ ହେଇଥିଲେ ଦଶରଥ ବିନାଶ ହୋଇଥିଲେ ଲକ୍ଷ୍ମଣ ଶକ୍ତି ଭେଦ ହୋଇଥିଲେ ତେଣୁ କରି ଆଜ୍ଞା ଜାଣିବା ଲୋକ ଆଜ୍ଞା ଗୁରୁବାରେ ରାମାୟଣ ପାଠ କରନ୍ତି ନାହିଁ ଆମେ ତ ଆଜ୍ଞା କିରାଣ୍ଡି ମାଛ ଆମେ କଣ ଜାଣିବା ଗୁରୁଙ୍କ ଆଶୀର୍ବାଦ ଯାହା ଜାଣିଥିଲୁ ଆପଣଙ୍କ